ଆପଣମାନେ ଜାଣିଥିବେ ଶ୍ରୀମଦ୍ ଭାଗବତ ସର୍ବବେଦାନ୍ତ ସାର। ସର୍ବବେଦାନ୍ତ ସାର ହିଁ ଶ୍ରୀମଦ୍ ଭାଗବତ ଇଷ୍ୟତେ ତଦ୍ରସାମୃତ ତୃପ୍ତସ୍ୟ ନାନ୍ୟତ୍ରସ୍ୟ ରୁଚି কুচি। শ্রীমদ ভাগবত সমস্ত বেদ বেদান্ত সার জিনিস। চারি বেদ উপনিষদে যত কিছু হয় তার অর্থ লইয়া ব্যাস করিল সঞ্চয়। চারি বেদ উপনিষদে যাহা কিছু ଅଛି ସେ ସବୁର ସାର ନେଇକରି ବ୍ୟାସଦେବଙ୍କର ଅନ୍ତିମ ଅବଦାନ ଶ୍ରୀମଦ୍ ଭାଗବତ ଶେଷରେ ପ୍ରଣୟନ କରିଛନ୍ତି। ତେଣୁ ଶ୍ରୀମଦ୍ ଭାଗବତ ସର୍ବବେଦାନ୍ତ ସାର। ଶ୍ରୀମଦ୍ ଭାଗବତଂ ପ୍ରମାଣଂ ମୂଳଂ ପ୍ରେମା ପୁମର୍ଥ ମହା ଶ୍ରୀ ଚୈତନ୍ୟ ମହାପ୍ରଭୁର୍ମତମୀଦଂ ତତ୍ରାଦର ଆରାଧ୍ୟ ଭଗବାନ ବ୍ରଜେଶତନୟ ତଦ୍ଧାମ ବୃନ୍ଦାବନଂ ରମ୍ୟା କାଚିଦୁପାସନା ବ୍ରଜପତି ବର୍ଗେଣ ଯା କଳ୍ପିତା। ଶ୍ରୀମଦ୍ ଭାଗବତଂ ପ୍ରମାଣଂ ମୂଳଂ ପ୍ରେମା ପୁମର୍ଥ ମହା ଶ୍ରୀ ଚୈତନ୍ୟ ମହାପ୍ରଭୁର୍ମତମୀଦଂ ତତ୍ରାଦର। এই কথা ଅଛି ଆମର ଶ୍ରୀମଦ୍ ଭାଗବତରେ ସବୁ କଥା ଅଛି ଆମର। ବିଶେଷ କରି ଶ୍ରୀମଦ୍ ଭାଗବତ ଭଗବାନଙ୍କର ବାଣୀ ରୂପ କୃଷ୍ଣ ତୁଲ୍ୟ ବିଭୁ ସର୍ବାଶ୍ରୟ। କୃଷ୍ଣ ଯେପରି ବିଭୁ, କୃଷ୍ଣ ଯେପରି ସର୍ବାଶ୍ରୟ, ଭାଗବତ ତଦ୍ରୂପ ଭାବେ ବିଭୁ ବସ୍ତୁ ସର୍ବାଶ୍ରୟ। ବ୍ରଜଭୂମିର ଗୋପୀମାନେ ବ୍ରଜବଧୂମାନେ ଯେପରି ପ୍ରେମରେ କୃଷ୍ଣ ଆରାଧନା କରିଥିଲେ ତଦ୍ରୂପ ଆରାଧନା କରିବାକୁ ପଡେ। ତାହା ହଉଛି ସର୍ବୋତ୍ତମ ଆରାଧନା। ଶ୍ରୀମଦ୍ ଭାଗବତରେ ସବୁ କଥା ଅଛି ଆମର। ବିଶେଷ କରି ପ୍ରେମା ପୁମର୍ଥ ମହା। ସେ ପ୍ରେମ ଯଦି ତୁମର ନାହିଁ ତୁମେ କଦାପି କୃଷ୍ଣ ଆରାଧନା କରିପାରିବନି, କଦାପି କରିପାରିବନି। ସେ କାଠ ପିତୁଳା ନୁହନ୍ତି, ସେ କାଠ ପିତୁଳା ନୁହନ୍ତି, ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ। ପ୍ରତିମା ନୁହଁ, ତୁମି ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ। ଏ କଥା ପରେ କହିବି, ମୁଁ ବର୍ତ୍ତମାନ এই କଥା କହୁଛି। କେହି ଯଦି ଏପରି ଭାବେ ସେ କାଷ୍ଠ ପାଷାଣର ମୂର୍ତ୍ତି ବୋଲି ପିତୁଳା ପରି, ତାହେଲେ ପାଷଣ୍ଡୀ ସ ନାର କିସ? ସେ ପାଷଣ୍ଡୀ ସେ ନାର କି? ଏ ପଦ୍ମ ପୁରାଣ ବଚନ। ସେ ନିଶ୍ଚିତ ଭାବରେ ନର୍କଦଣ୍ଡ ଭୋଗ କରିବ। ପାଷଣ୍ଡୀ ନାର ନାମ ରୂପ ବିଗ୍ରହ ତିନ ଚିଦାନନ୍ଦମୟ। ତିନେ ଭେଦ ନା, ଭଗବାନଙ୍କ ନାମ, ଭଗବାନଙ୍କ ବିଗ୍ରହ ଆଉ ଭଗବାନଙ୍କର ସ୍ୱୟଂ ରୂପ। ଏ ତିନିଟା ମଧ୍ୟରେ କୌଣସି ପ୍ରକାର ତଫାତ ନାହିଁ। ତିନି ସଚିଦାନନ୍ଦମୟ। এই হচ্ছে আমার সিদ্ধান্ত, শাস্ত্র সিদ্ধান্ত, বেদ সিদ্ধান্ত। যদি কেহি পিতলা বলি ভাবে, কাষ্ঠ পাষাণ বা কৌশি ধাতুর মূর্তি বলি ভাবে, সে অপরাধ করে। সে অপরাধরে সে দণ্ডিত হয়ে নষ্ট হয়, সে নরক যায়। এই হচ্ছে আমার। সে সচিদানন্দময়। সে কথা কহুনাহান্তি, সে কিছু দেখুনাহান্তি, সে কিছু জানুনাহান্তি, এপরি কেହି ଭାବିବା ଉଚିତ ନୁହେଁ। ସେ ସବୁ କିଛି ଦେଖୁଛନ୍ତି, ସବୁ କିଛି ଜାଣୁଛନ୍ତି, ସେ କଥା କହୁଛନ୍ତି। ଦେଖିଆ ନା ଦେଖେ ଯେନେ ଅହକ୍ତେର ଦ, ଉଲୁକ ନା ଦେଖେ ଯେନେ ସୂର୍ଯ୍ୟର କିରଣ। ଉଲୁକ ପେଚା, ସେ କେବେ ସୂର୍ଯ୍ୟ କିରଣ ଦେଖୁନା। ସେ କୋଟରରେ ଅନ୍ଧକାର ମଧ୍ୟରେ ରହେ। ୟା ବୋଲି କଣ ସୂର୍ଯ୍ୟ କିରଣ ଦେଉନାହାନ୍ତି ନା କି? ଯେ ଅଭକ୍ତ, ଯେ ଭକ୍ତ ନୁହେଁ, ସେ ଦେଖିପାରିବ ନା, ସେ ଜାଣିପାରିବ ନା ସେ କିପରି ସଚିଦାନନ୍ଦମୟ ବିଗ୍ରହ, ସେ କିପରି କଥା କହୁଛନ୍ତି, ସେ କିପରି ଭାବ ଗ୍ରହଣ କରୁଛନ୍ତି, ସେ କିପରି ସେବା ଗ୍ରହଣ କରୁଛନ୍ତି, ସେ କିପରି ଭାବର ଆଦାନ ପ୍ରଦାନ କରୁଛନ୍ତି। এই କଥା ଅଭକ୍ତ ଦେଖିପାରିବ ନା। এই ହଉଛି କଥା। ସେ ଉଲୁକ ସଦୃଶ, ଉଲୁକ ଯେପରି ସୂର୍ଯ୍ୟ କିରଣ ଦେଖେ ନା ତଦ୍ରୂପ ଭାବରେ। ତେଣୁ କେହି ଏପରି ଭାବିବା ଉଚିତ ନୁହେଁ। ଯେଉଁମାନଙ୍କୁ ଅଧିକାର ମିଳିଛି, ତାଙ୍କର କିଛି ପୂର୍ବ ସ୍ୱୀକୃତି ଅଛି, ସେମାନେ ଯଦି ବିଗ୍ରହ ଅର୍ଚ୍ଚନା କରୁଛନ୍ତି, ସେମାନେ କିଛି ପୂର୍ବ ସ୍ୱୀକୃତି ଅଛି ବୋଲି ଅର୍ଚ୍ଚନାର ଅଧିକାର ମିଳିଛି ତାଙ୍କୁ। କିନ୍ତୁ ତଦ୍ରୂପ ସେବା କରିବାକୁ ପଡେ। ଆତ୍ମବତ୍ ସେବା, ଆତ୍ମବତ୍ ସେବା କରିବାକୁ ପଡେ। କାଠ ପିତୁଳା ଧାତୁର ମୂର୍ତ୍ତି ଲାଗିଆ সেবা করে অপরাধ হয়, ସେଥିପାଇଁ ନିଶ୍ଚୟ ନର୍କ ଦଣ୍ଡ ଭୋଗ କରିବାକୁ ପଡେ। ଏ ସ୍ୱତ ସିଦ୍ଧ କଥା। ଏଥିରେ ସାବଧାନ ହେବାକୁ ପଡେ। ଅଶ୍লীଳ କାଳେ ପ୍ରକାର ସେବା କିଏ କରିବା ଉଚିତ ନୁହେଁ। ବରଂ ସେବା ନ କରନ୍ତୁ, ଯା କିନ୍ତୁ ଅପରାଧ କରୁନି, କାହିଁ ଦଣ୍ଡିତ ହବ ସେଥିପାଇଁ। ତା ହଉଛି ଆମର କଥା। ଭକ୍ତ ବତ୍ସଳ ଭଗବାନ ଭକ୍ତର ସେବା ଗ୍ରହଣ କରନ୍ତି। ଭକ୍ତର ପ୍ରୀତିପୂର୍ଣ୍ଣ ସେବା। ଗୀତାରେ ଭଗବାନ କୃଷ୍ଣ କହିଲେ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତା ପ୍ରିୟଚ୍ଛତି ତଦଭୂଷ୍ଣାମି ଭକ୍ତି ପ୍ରଭୃତା। এই କଥା ହଉଛି। ତୁମର କିଛି ନାହିଁ ତ ଠିକ ଅଛି, କୂଅରେ ତ ପାଣି ଅଛି, ନା ପାଣି ନାହିଁ, ଶୁଖି ଯାଇଛି।
ତୁଳସୀ ପତ୍ର ନା? ହଁ ଭାଇ ତୁମେ ଭାରି ଗରିବ ହେଇଛ। ପତ୍ରಂ ପୁଷ୍ପମ ଫଳମ ତୋୟମ ଯୋଉମେ ଭକ୍ତା ପ୍ରୟଚ୍ଛତି ତଦଙ୍ଗ ସ୍ନାନ ଭକ୍ତି ପନ୍ଥା। ତ ଭକ୍ତିରେ ପାଣି ମୁଣ୍ଡିଏ ଦଉନା, ତୁଳସୀ ପତ୍ର ଟିକେ ଦଉନା। ସେ ତ খুব ଆନନ୍ଦରେ ଗ୍ରହଣ କରିବେ। শুদ্ধ ভক্তি শুদ্ধ ভাবই দরকার, কেবল অন্য কিছু দরকার কৌশি আবশ্যকতা তোমার শুদ্ধ ভাব অছি তো ভক্তি অছি তো তুমি ভাবরে পত্রটিଏ পুষ্পটিଏ ফলটিଏ ତୋୟ ପାଣି ମୁଣ୍ଡାଇ ଦିଅ, ଦେଖ କିପରି ସେ ଗ୍ରହଣ କରୁଛନ୍ତି। ଭାବ ବିନୋଦି ଆଠାକୁ କିନ୍ତୁ ଭାବ ନାହିଁ ତ তুমি ଭୂରି ପ୍ରମାଣରେ ହିମାଳୟ ପାହାଡ଼ ପରିଜନରେ କିଛି ସ୍ପର୍ଶ କରିବେ ନା। ତାଇ ପ୍ରମାଣ ବିଦୁର ଘରେ ଶାଗ ଭାଜି ଖାଇଲେ କିନ୍ତୁ ଦୁର୍ଯ୍ୟୋଧନର ପ୍ରଗାଣ୍ଡ ପରିମାଣ ଭୂରି ଭୋଜନ କିଛି ସ୍ପର୍ଶ କଲେ। ତାଇ ସବରୀ ରହିଥା ଖୋଳି ଖାଇଛନ୍ତି। ସୁଦାମାର କୋଉ କାଳର ଗୋମରା ଖୁଦ ଭଜା ଖାଇଛନ୍ତି ଛଡେଇକିରି। ହଁ ଏସବୁ ଭାବର କଥା, ଭାବ ନାହିଁ ତ କିଛି ଗ୍ରହଣ କରିବେ ଈଶ୍ୱର ସୁଦ୍ଧା। ତେଣୁ ଆତ୍ମବତ ସେବାଇ କରାଯାଏ। ସେ ସର୍ବଶକ୍ତିମାନ ଅଚିନ୍ତ୍ୟ ଶକ୍ତି ବିଶିଷ୍ଟ, ଯାହାଙ୍କର ଇଚ୍ଛା ମାତ୍ରେ ସୃଷ୍ଟି ସ୍ଥିତି ପ୍ରଳୟ ହେଇଯାଉଛି। କୃଷ୍ଣ ଇଚ୍ଛା ମାତ୍ର ବଳବତୀ, ଇଚ୍ଛାମୟ ପୁରୁଷ, ସ୍ୱତନ୍ତ୍ର ଇଚ୍ଛା ଶକ୍ତି ତାଙ୍କ। ସେ କଣ ନ କରିପାରିବେ ଇଚ୍ଛା କଲେ? କିନ୍ତୁ ସେ ଭକ୍ତର ସେବା ଗ୍ରହଣ କରିବା ପାଇଁ, ଭକ୍ତ ଏତେ ପ୍ରିୟ ତାଙ୍କର ସେବା ଗ୍ରହଣ କରିବା ପାଇଁ ସେ ଆସିଯାଉଛି। ଏ ତ ପ୍ରମାଣ। ବୃନ୍ଦାବନରେ ଥିଲେ ସେ କୌଣସି ବୈଷ୍ଣବଙ୍କ ଝୋଲିରେ ଥିଲେ, ଏଠି କେମିତି ଆସିଗଲେ ସେ ବୃନ୍ଦାବନ? ତାଇ ଚିନ୍ତା କରୁ ତ, ଏଠି ଭକ୍ତ ପ୍ରଭାବ, ଭକ୍ତ ସେବା ଗ୍ରହଣ କରିବା ପାଇଁ ସେ ଆସିଛନ୍ତି। ତୁମେ ଯଦି ତଦ୍ରୁପ ସେବା ନ କରିବ ତାହେଲେ ସେ କାହିଁକି ରହିବେ? ସେ ନିଶ୍ଚୟ ତାଙ୍କର ବୃନ୍ଦାବନକୁ ପଳେଇଯିବେ, ସେ ଭକ୍ତ ପାଖକୁ ପଳେଇଯିବେ। ଯେ ସେବା ଦବ ତା ପାଖକୁ ନିଶ୍ଚୟ ଚାଲିବେ, ସେ କଦାପି ରହିବେ ନା। ଏଇଟା ସ୍ୱତ ସିଦ୍ଧ କଥା। ଆମେ କହୁଛେ ଗୋପାଳ ବୃନ୍ଦାବନରେ ଶହ ଶହ ବର୍ଷ ତଳ ଧରି ମାଟି ତଳେ ପୋତି ହେଇ ପଡିଲେ, ବଡ ଯୌନ ହେଇଗଲା। ତାକୁ ଅପେକ୍ଷା କରିଛନ୍ତି, ମୋର ଭକ୍ତ ମାଧବେନ୍ଦ୍ର ପୁରୀ ଆସିବ ମତେ ଉଠେଇବ। ଭକ୍ତକୁ ଅପେକ୍ଷା କରିକି ରହିଛନ୍ତି। ମାଧବେନ୍ଦ୍ର ପୁରୀ ଆସିଲା ତ ରାତିରେ ସ୍ୱପ୍ନରେ କହିଲେ, ମୁଁ ଅମୁକ ଜାଗାରେ ଭୂଇଁ ତଳେ ଏତେ ଶହ ବର୍ଷ ଧରି ପୋତି ହେଇ ପଡିଛି, ବଣ ଜଙ୍ଗଲ ହେଲା, ତୁମେ ଶୀଘ୍ର ମତେ ଉଦ୍ଧାର କର। ଭକ୍ତକୁ ଅପେକ୍ଷା ରଖୁଛନ୍ତି, ଭକ୍ତ ଆସିବ ମତେ ଉଠେଇବ। କଣ ତୁମର ଶକ୍ତି ନାହିଁ? ନାଇଁ ତୁମର ସର୍ବଶକ୍ତି ନା, ନିଜକୁ ଉଠି ପଡୁନା? ତୁମେ ଉଠିବାର ବଳ ନାହିଁ ନାଇଁ ନା, ଭକ୍ତ ଆସିବ ଉଠେଇବ। ଏଇ ଭକ୍ତ ବାତ୍ସଲ୍ୟ ଏହି ବଡ ତାତ୍ପର୍ଯ୍ୟପୂର୍ଣ୍ଣ। ମାଧବେନ୍ଦ୍ର ପୁରୀ ତାଙ୍କୁ ଉଦ୍ଧାର କଲେ, ଗୋପାଳ ପ୍ରତିଷ୍ଠା କଲେ। ତାର ବର୍ଣ୍ଣନା ଚୈତନ୍ୟ ଚରିତାମୃତରେ ଅଛି। ତାପରେ ବହୁ ବର୍ଷ ଧରି ମୁଁ ପୋତି ହେଇ ପଡିଲି, ମୋର ସ୍ୱର ତାପ ହଉଛି, ମଳୟ ଚନ୍ଦନ ଆଣି ଲେପିଲେ ତାପ ଯାଇକି ଶାନ୍ତି ହବ। ମଳୟ ଚନ୍ଦନ କୋଉଠି ଅଛି ନା, ଜଗନ୍ନାଥ ପୁରୀରେ ଅଛି। ଯା ସେ ବୃନ୍ଦାବନରୁ ଚାଲି ଚାଲି ଜଗନ୍ନାଥ ପୁରୀ ଆସୁଛନ୍ତି, ମଳୟ ଚନ୍ଦନ ନେବେ, ଲେପନ କରିବେ। କି ବର୍ଣ୍ଣନା! ସେ ବର୍ଣ୍ଣନା ମୁଁ ଦେବାକୁ ଯାଉନି, ମୋର କଥା ରହିଲା। ତଦେ ଏହି ସମ୍ବନ୍ଧରେ କହିବି। ତଦ୍ରୁପ ଭାବରେ ସେବା କରିବାକୁ ପଡେ, ଆତ୍ମବତ ସେବା। ସେଥିପାଇଁ ଯେ ଭକ୍ତ, শুদ্ধ ভক্ত বৈষ্ণব, সে তদ্রুপ ভাবে সেবা করে। রাধারানী যেপরি সেবা করুলে, যশোদা মাতা যেপরি সেবা করুলে, তদ্রুপ সেবা করা। শোইবার বিশ্রাম নবার সময় হেলা, কাহ্নুকু বিশ্রাম দিয়াଯିବ। সেজ সজেই দিଅନ୍ତି যশোদা রানী, কাহ୍ନୁରେ ଶୋଇବାର ବେଳ ହେଲାଣି, ଶୋଇବା ପାଇଁ କେତେ ପ୍ରକାର ଗୀତ ବୋଲନ୍ତି, କାହ୍ନୁକୁ ଶୁଆଇ ପକାନ୍ତି। ରାତି 4ଟା ହେଲା, କାହ୍ନୁର ଉଠିବା ବେଳ ହେଲା। ଯଶୋଦା ରାଣୀ ଉଠାନ୍ତି କାହ୍ନୁ, ଉଠ, ରାତ୍ରି ଅବସାନ ହେଲାଣି, କାହ୍ନୁ ଉଠ, ଥାନ୍ତି। ତାଙ୍କର ମୁଖ ପ୍ରକ୍ଷାଳନ କରନ୍ତି ସୁଶୀତଳ ଜଳରେ, ସୁବାସିତ ଜଳରେ, ଦାନ୍ତ ଘଷେଇ ଦିଅନ୍ତି, ସ୍ନାନ କରେଇ ଦିଅନ୍ତି, ସୁନ୍ଦର ପୋଷାକ ପିନ୍ଧେଇ ଦିଅନ୍ତି, ମକୁଟ ଖଞ୍ଜି ଦିଅନ୍ତି, ମୟୂର ଚନ୍ଦ୍ରିକା ସେଥିରେ ଖୋଜି ଦିଅନ୍ତି, କେଡ଼େ ସୁନ୍ଦର ଚିତା ମରକରି ଲେଖି ଦିଅନ୍ତି, କାହ୍ନୁକୁ କେଡ଼େ ସୁନ୍ଦର ସଜେଇ ଦିଅନ୍ତି, ବେଣୁ ଧରେଇ ଦିଅନ୍ତି। ଏ ରାଧାରାଣୀ ସେବାଇ କରନ୍ତି। କେତେ ପ୍ରକାର ସୁମିଷ୍ଟ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରିକି ରଖନ୍ତି। ଚର୍ବ୍ୟ ଚୋଷ୍ୟ ଲେହ ପେୟ ଚତୁର୍ବିଧ ଖାଦ୍ୟ କାହ୍ନୁକୁ ଖାଇବାକୁ ଦିଅନ୍ତି। ଏହି ପ୍ରକାର କରନ୍ତି। ଦ୍ୱିପହର ହେଲା, କାହ୍ନୁ ବିଶ୍ରାମ କରିବ, ବିଶ୍ରାମ ଦିଅନ୍ତି। 4ଟା ବାଜିଲା, ଅପରାହ୍ନ ହେଲା, ପୁଣି କାହ୍ନୁକୁ ଉଠାନ୍ତି। ପୁଣି ରାତି 9ଟା ବାଜିଲା, ବିଶ୍ରାମ କରିବ, ପୁଣି ବିଶ୍ରାମ ଦିଅନ୍ତି। ପୁଣି ରାତି 4ଟା ହେଲା, ବଡି ଭୋର ହେଲା, ପୁଣି ଉଠାନ୍ତି। ତଦ୍ରୁପ ଭାବରେ ବିଗ୍ରହର ଅର୍ଚ୍ଚନା କରାଯାଏ। ଯେ ସେବା ଯେ ଅର୍ଚ୍ଚନା କରିବ, ওই ଭାବରେ ରାତି 9টাରେ ଶୟନ ଆରତୀ କରାଯାଏ।
ତତ୍ପୂର୍ବରୁ କିଛି ଭୋଜନ ଦିଆଯାଏ, ସ୍ୱୟଂ ଆରତି କରାଯାଏ, ଶୋଇବାକୁ ଦିଆଯାଏ। ଖଟ ପଲଙ୍କ ସେଥିପାଇଁ ସେଜ ଇତ୍ୟାଦି ଥାଏ, ସେ ଶୋଇବେ, ତାଙ୍କୁ ଶୟନ ଦିଆଯାଏ। ତାପରେ ଆଲୋକ ନିଭେଇ ଦିଆଯାଏ, କେହି କିଛି ଗୋଳମାଳ କରିବେ ନା, କାହ୍ନୁ ଆନନ୍ଦରେ ଶୟନ କରିବେ। ରାତି 4ଟା ଉଠିଲା ହେଲା ତ ସେବକ ପୂଜକ ବା ଆରାଧନାକାରୀ ଅର୍ଚ୍ଚନାକାରୀ ସେ ତତ୍ପୂର୍ବରୁ ଉଠି ସ୍ନାନ ଶୌଚ କରି ପ୍ରସ୍ତୁତ ହେବ। କାହ୍ନୁକୁ ଉଠିଲା ବେଳେ ମନ୍ଦିର ଖୋଲିବ, ଆଲୁଅ ଲଗେଇବ, ସେଇଠୁ ଜାଗରଣ କରେଇବ, ସେଇଠୁ ଦନ୍ତ ଧାପନ କରେଇବ, ମୁଖ ପ୍ରକ୍ଷାଳନ ଦନ୍ତ ଧାପନ ଆଦି କରେଇବ। ତାପରେ କିଛି ପ୍ରସାଦ ଲଗେଇବ, ତାପରେ ମଙ୍ଗଳ ଆରତି ହବ, ଭକ୍ତମାନେ ଆସିଯିବେ, ନାମ ହବ, କୀର୍ତ୍ତନ ହବ, ନର୍ତ୍ତନ ହବ, ଆରତି ହବ, ଏ ସେବା। ତାପରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଷ୍ଟକାଳୀୟ ସେବା, ଏସବୁ ସେବା ଆତ୍ମବତ୍ ସେବା। କାଷ୍ଟପାଷାଣ ମୂର୍ତ୍ତି ପରି ସେ ତ ମତେ ଦେଇନାହିଁ, ଯିବା ଦ୍ୱୀପରେ କବାଟ ଖୋଲିବା, ନେରେ ପାଣି ଟିକେ ଢାଳିଦେରେ, କିଛି ନାହିଁ ଖାଇବାକୁ ଯା, ଏସବୁ ପାଠ ନା। ଏପରି ସେବା କର, ଏ ଦ୍ୱାରା ଅପରାଧ। ଏ କଦାପି ପ୍ରକାର ସେବା କର। ସେ କିଛି ତମକୁ ମାଗୁନାହାନ୍ତି, କିଛି ତମଠୁ ନବା ପାଇଁ ଚାହୁଁନାହାନ୍ତି। ହଁ, ଲକ୍ଷ୍ମୀ ଶତ ସହସ୍ର ସମ୍ଭ୍ରମ ସେବ୍ୟମାନ, ହଜାର ହଜାର ଲକ୍ଷ୍ମୀ ଯାଙ୍କର ସେବା କରୁଛନ୍ତି। କଣ ତମକୁ ମାଗୁଛନ୍ତି? ଦିଅ ଦିଅ ନାଇଁ କି? ତମ ଖାଇବାକୁ ନ ସେ ଉପାସ ରହିଯିବେ, ଭୋକରେ ରହିଯିବେ, ମରିଯିବେ ନା କି? ହଁ, ଭୋକରେ ମରିଯିବେ ନା, ତାଙ୍କର କିଛି ଆବଶ୍ୟକତା ନାହିଁ। ସେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ ବସ୍ତୁ, କମ୍ପ୍ଲିଟଲି ଫୁଲ୍। କିନ୍ତୁ ତୁମର ଉପକାର, ତୁମର କଲ୍ୟାଣ তুমি সেবা কলে পাইব বলি সে কৃপা করি তোমার সেবা ন পাই অর্চা বিগ্রহ রূপে প্রকটিত অଛନ୍ତି। কেড়ে কৃপারু সে এথিপাই প্রকটিত অଛନ୍ତି, নহলে কি ହେଇଯିବ। ତେଣୁ ଏ ହଉଛି ଅସଲ ଭାବ, ଅସଲ ହଉଛି ହୃଦଗତ ଭାବ, ଅନ୍ୟ କିଛି କଥା ନାହିଁ। ଅସଲ ହଉଛି ହୃଦଗତ ଭାବ, ସେତିକି ନାହିଁ ତ କିଛି ନାହିଁ। এই ଭାବରେ ସେବାଇ କରିବା, ତା ନହେଲେ ଅପରାଧ ହେଇବ, ଆଶୀର୍ବାଦ ନିଶ୍ଚିତ ଭାବେ ଦଣ୍ଡିତ ହବ। ଏଥିରେ କିଛି ଭୁଲ ଘଟଣା ନାହିଁ। ମୋର କହିବାର ଥିଲା କଥା, ମୁଁ ସେ କଥା କହିବି। ନାରଦ ଗଲେ ଗୋପପୁରକୁ, କୃଷ୍ଣଙ୍କ ଜ୍ୱର ହେଇଥିବାର କଥା ନୁହେଁ। ଗୋପୀ ମାନେ ତ ବିରହ ବ୍ୟଥା। ନାରଦ ଯେତେବେଳେ ଆସିଗଲେ ସମସ୍ତେ ଧାଇଁ ଆସିଲେ। ନାରଦ ମୁନି ଚାରିଆଡେ ବୁଲନ୍ତି, ଅବାଧ ଗତି ତାଙ୍କୁ, ନିଶ୍ଚୟ କୃଷ୍ଣଙ୍କର ଖବର ଇଏ ଜାଣିଛନ୍ତି। ତେଣୁ ତାଙ୍କ ପାଖକୁ ଧାଇଁ ଆସିଲେ, କୃଷ୍ଣଙ୍କର ଖବର। ନାରଦ କହିଲେ, ହଁ ମୁଁ ଖବର ନେଇକି ଆସିଛି। କୃଷ୍ଣଙ୍କର ଦେହ ଭଲ ନା, ଜୋର ହେଇଛି, ଖୁବ କମ୍ପ ଜୋର ହେଇଛି, ସେ କମ୍ପୁଛନ୍ତି। ଔଷଧ ତୁମମାନଙ୍କ ପାଖରେ ଅଛି, ମୁଁ ଔଷଧ ନେବା ପାଇଁ ଆସିଛି। କଣ ଔଷଧ ନବ କୁହ, ଆମେ ଦବା ନିଶ୍ଚିତ। ନା ଗୋଟେ ଔଷଧ ଅଛି, ତୁମମାନ ମଧ୍ୟରୁ କେହି ଯଦି କୃପା କରି ଟିକେ ପାଦରେଣୁ ଦବ, ତାହେଲେ ସେ ହଉଛି ତାଙ୍କର ଔଷଧ। ସେ ବଳି ହେଇ ପଡିଲେ ତାଙ୍କର ଜ୍ୱର ଭଲ ହେଇଯିବ। ଗୋପୀ ମାନେ କହିଲେ, ଏଇ ଔଷଧ ତ ଠିକ ଅଛି ନାରଦ, ତୁମେ କେତେ ବସ୍ତା ନବ, କେତେ ବସ୍ତା ଆଣିଛ? ସେ କହିଲା ମୋଠୁ ନିଅ, ସେ କହିଲା ମୋଠୁ ନିଅ, ସେ କହିଲା ମୋଠୁ ନିଅ, କମ୍ପିଟିସନ କଲା। ଏଥିପାଇଁ ଯଦି ଆମକୁ ନର୍କ ଯିବା ପାଇଁ ପଡେ, ତାହେଲେ ଆନନ୍ଦରେ ନର୍କ ଯିବା, ଚାଲ। ଆମର କୃଷ୍ଣ ଆରୋଗ୍ୟ ହବ, କୃଷ୍ଣ ସୁଖୀ ହୁଅନ୍ତୁ, କୃଷ୍ଣ ଭଲ ହୁଅନ୍ତୁ। ଏ ହଉଛି କୃଷ୍ଣର ପ୍ରୀତି, କୃଷ୍ଣ ପ୍ରେମ। ଯଦି ପ୍ରକୃତରେ କୃଷ୍ଣକୁ ଭଲ ପାଅ, ତାହେଲେ ତାଙ୍କ ପାଇଁ ନର୍କ ଯିବା ପାଇଁ ପ୍ରସ୍ତୁତ ହୁଅ। ଗୋପୀ ମାନେ ଯେପରି ପ୍ରସ୍ତୁତ ହେଲେ, ପାଦ ଧରି ଦେଇଦେଲେ। କିନ୍ତୁ କୃଷ୍ଣଙ୍କର ଏପରି ପ୍ରୀତିପୂର୍ଣ୍ଣ ଆରାଧନା ଯେ କରେ, ସେ କାହିଁକି ନର୍କକୁ ଯିବେ? ତାଙ୍କର କାହିଁକି ବା ନର୍କ ଗତି ହବ? ଏ ହଉଛି ପ୍ରୀତିର କଥା, ଏ ହଉଛି ପ୍ରେମ। ପ୍ରୀତି ନାହିଁ ତ କିଛି ସେ ଗ୍ରହଣ କରିବେ ନା, ଏ ହେଲା ଅସଲ କଥାଟା। ତେଣୁ ଇଏ ତାଙ୍କ ଜରୁରୀଳା କରିଥିଲେ। আর ଗୋଟେ କଥା ଥିଲା, ମୋର ଦୁର୍ବାସା ମୁନିକୁ ପଠେଇଛନ୍ତି ଦୁର୍ଯ୍ୟୋଧନ, ଅଭିଶାପ ଦେଇଦେବେ, ତାଙ୍କର ଚର୍ଚ୍ଚା ହେଇପାରିବ ନା। ଦୁର୍ବାସା ମୁନି ହଜାର ହଜାର ଶିଷ୍ୟ ନେଇକିରି ଠିକ ଦ୍ୱୀପରେ ପହଞ୍ଚିଗଲେ। ସେତେବେଳକୁ ଦ୍ରୌପଦୀ ଦେବୀ ଭୋଜନ କରିକିରି ପାକ ପାତ୍ର ମାଜି ମୁଜିକିରି ଉଡେଇ ଦେଇ, ଆଉ କିଛି ନାହିଁ। ଧର୍ମରାଜ ଯୁଧିଷ୍ଠିର ଧର୍ମ ନୀତିରୁ ଟିକେ ସୁଧା ଘୁଞ୍ଚନ୍ତି ନାହିଁ ତ। ଗୃହସ୍ଥ ସେ, ଗୃହସ୍ଥର କର୍ତ୍ତବ୍ୟ ହଉଛି ଅତିଥିର ସେବା କରିବା, ତାହା ହଉଛି ଗୃହସ୍ଥର କର୍ତ୍ତବ୍ୟ। ତେଣୁ ଦୁର୍ବାସା ମୁନିଙ୍କୁ ପ୍ରଣାମ ଜଣେଇଲେ, ତାଙ୍କୁ ସ୍ୱାଗତ ଜଣେଇଲେ। ଅଭାଗ୍ୟ ଆପଣ ଆସିଲେ, ଆପଣ ଶୀଘ୍ର ଆନିକାଦି ଶେଷ କରନ୍ତୁ, କାରଣ ଦ୍ୱିପହର ହେଇଗଲାଣି, ସୂର୍ଯ୍ୟ ଅସ୍ତଗାମୀ ହେଇଯିବେ। ତେଣୁ ଆପଣ ଆନିକାଦି ଶୀଘ୍ର ଶେଷ କରି ଆସନ୍ତୁ, ଆପଣଙ୍କର ସେବା ଆମେ କରିବା, ପ୍ରସାଦ ଆପଣଙ୍କୁ ଦବା, ଭୋଜନ ଦବା। ସେ ଗଲେ ଗାଧେଇବା ପାଇଁ ଶିଷ୍ୟମାନଙ୍କ ସହ। ଦୁର୍ବାସା ମୁନି ଭାରେଣି ପଡିଲା ଦ୍ରୌପଦୀଙ୍କର, ଦ୍ରୌପଦୀଙ୍କୁ ତ ଦବା ପାଇଁ ପଡିବ ନା। କିନ୍ତୁ କିଛି ଦ୍ରୌପଦୀ ଦବା ଅବସ୍ଥାରେ ନାହାନ୍ତି ନା, ଦ୍ରୌପଦୀ ଖାଇସାରିଲେଣି ହାଣ୍ଡି ଗୁଡେଇ
ମାଜିକି ରଖି ଚର୍ଚ୍ଚା କରିପାରିବେ ନା। କିଏ ରକ୍ଷା କରିବ ବିପଦରୁ? ବିପଦ ଭଞ୍ଜନ ହରି, ଯେ କି ତାଙ୍କୁ କୁରୁସଭାରେ କୋଟି ବସ୍ତ୍ର ଦାନ କରିଥିଲେ, ତାଙ୍କର ମାନ ରଖିଥିଲେ। ତାଙ୍କ ଛଡା କିଏ ମତେ ଏ ବିପଦରେ ରକ୍ଷା କରିବ? ତେଣୁ ତାଙ୍କୁ ସେ ଆତ୍ମ ଭାବରେ ଆହ୍ୱାନ କଲେ। ଭଗବାନ କୃଷ୍ଣ ସାଡୁ ଧାଇଁ ଧାଇଁକିରି ଆସୁଛନ୍ତି, ଡାକି ଡାକିକିରି ଆସୁଛନ୍ତି, ଦ୍ରୌପଦୀ ଦ୍ରୌପଦୀ ମତେ ଭାରି ଭୋକ, କଣ ଅଛି ଖାନା ଖାଦ୍ୟ ଦିଅ ମୁଁ ଖାଇବି। ଏ ଡାକି ଡାକି ଆସୁଛନ୍ତି। ଦ୍ରୌପଦୀ ଯେମିତି ଦେଖିଲେ କୃଷ୍ଣ ଧାଇଁ ଧାଇଁକିରି ଆସୁଛନ୍ତି, ଡାକୁଛନ୍ତି କୃଷ୍ଣକୁ ଭାରି ଭୋକ, ଖାଇବାକୁ ଦିଅ। ଦ୍ରୌପଦୀ କହିଲେ ଆଜ୍ଞା ଟିକେ ମୋ କଥା କିଛି ମୁଁ ତୁମ କଥା କିଛି ଜମା ଶୁଣିବି ନା, ଆଗ ଖାଇବାକୁ ଦିଅ ତାପରେ ଶୁଣିବି କଥା। ଏଇ କଥା କହିଲେଣି, ବିଚିତ୍ର କଥା। କିରେ ସେଇ ଖାଇବା ତ ହଉଛି ସମସ୍ୟା, ସେଇଥିପାଇଁ ତ ମୁଁ ଡାକୁଛି, ପୁଣି କହିଲେଣି ମତେ ଖାଇବାକୁ ଦିଅ। ଆଜ୍ଞା କିଛି ଖାନା ନାହିଁ, ଖାନା ମୋ ପାଇଁ ନାହିଁ, ନିଶ୍ଚୟ କିଛି ଅଛି। ଦେଖ 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 ତୁମ ହାଣ୍ଡି କୁଣ୍ଡି ଟିକେ ଦେଖ, କିଛି ନିଶ୍ଚୟ ମୋ ପାଇଁ ଅଛି। ନାହିଁ ବୋଲି କହିଲେ କି ହବ? ଏଇ କଥା ସର୍ବନ୍ତର ଯେ ଆମେ ସବୁ କଥା ଜାଣନ୍ତି ତ ସର୍ବଜ୍ଞାତା। ସେଦିନ ଶାଗ ରାନ୍ଧିଥିଲେ, କଲମରେ ଶାଗ କରିଥିଲେ, ଗୋଟାଏ ପତ୍ର ସେ କଡରେ ଲାଗିଛି, ସେଇଟା ଘଷି ମାରିକି ଛାଡି ନେଇ ଗୋଟେ ପତ୍ର ଅଛି। ତେଣୁ ଯେତେବେଳେ ସେଇଟାକୁ ପଲମଟାକୁ ଅଛି ତ ସେଇ ପତ୍ରଟାକୁ ନେଇକିରି ପାଟିରେ ପକେଇ ଗିଲାସେ ପାଣି ପିଇ ଦେଇକିରି ହାକୁଡି ଉପରେ ହାକୁଡି ଛାଡିଦେଲେ, ଆଉ ସନ୍ତୁଷ୍ଟ ହେଇଗଲେ। ଗୋଟାଏ ଶାଗ ପତାରେ ବନବାସେ ଯୁଧିଷ୍ଠିର ଶାକ। କୃଷ୍ଣ ସନ୍ତୁଷ୍ଟ ହେଇଗଲେ ତ ଗାଧଉଛନ୍ତି ଦୁର୍ବାସା ମୁନି ତାଙ୍କର 1000 ଶିଷ୍ୟ। ପେଟ ସବୁଠୁ ଭାରି ହେଇଗଲା, ଆଉ ଜଳରୁ ଉଠି ପାରୁନାହାନ୍ତି। ଶିଷ୍ୟମାନେ କହିଲେଣି ଗୁରୁଜୀ, ଗୁରୁ ମହାରାଜ, ପେଟ ତ କଣ ବହୁତ ଭାରି, ଆମେ ତ ଉଠି ପାରୁନୁ। ଦୁର୍ବାସା କହିଲେ ଆରେ ତଦ୍ରୁପ ତ ମୋର ଅବସ୍ଥା। କୃଷ୍ଣ ଗୋଟେ ଶାଗ ପତା ଖାଇକିରି ହାକୁଡି ଉପରେ ହାକୁଡି ଛାଡି ଯେତେବେଳେ ସନ୍ତୁଷ୍ଟ ହେଇଗଲେଣି, ଆଗୁ ଆଙ୍କର ଭୋକ କୋଉଠି ଅଛି ଯେ, ପେଟ ତ ଭାରି ହେଇଗଲାଣି। ଯସ୍ମିନ୍ ତୁଷ୍ଟେ ଜଗତ୍ ତୁଷ୍ଟ। ସବୁଠୁ ମନେ ପଡିଗଲା, ଆରେ ରେ ପାଣ୍ଡବ ମାନେ ବୈଷ୍ଣବରେ ପୂର୍ବରୁ ମନେ ଅଛି ଅମ୍ବରୀଶ ମହାରାଜ ବୈଷ୍ଣବ ଥିଲେ, ତାଙ୍କୁ ଅବମାନନା କରିଥିବା ହେତୁ ବିଷ୍ଣୁ ଚକ୍ର କିପରି ଧାଇଁଥିଲା ଦୁର୍ବାସା ମୁନିଙ୍କ ପଛରେ, ସେଇଟା ମନେ ଅଛି। ଆରେ ବୈଷ୍ଣବ ଅବମାନନା, ଭକ୍ତ ଅବମାନନା ଭଗବାନ କୃଷ୍ଣଙ୍କର ଅସହ୍ୟ হয়, ତାହା କୃଷ୍ଣ ସହ୍ୟ କରିପାରନ୍ତି। ତୁମେ କୃଷ୍ଣଙ୍କୁ ଗାଳି ଦଉ ନା, ତମେ ମାର ନା, ସେ ଶୋଇବେ। ତୁମେ କୃଷ୍ଣଙ୍କୁ ଗାଳି ଦିଅ, ମାର, ଗୋଇଠା ମାର, ଶୋଇବେ। চলো। কিন্তু বৈষ্ণব অবমাননা, ভক্ত অবমাননা অসহ্য, তাই সহ্য করিপারিবে না। এ হচ্ছে তাঙ্কর ভক্ত বৎসলতা। ভৃগু কষিকি গোইঠাটা লগাইলা ছাত্রী দেখলে, আনন্দরে শোইনেলে না নাই? শ্রীবৎসল আঞ্চ গ্রহণ করছেন না নাই? ତାଙ୍କ ଗୋଡ ଟିକେ ଆଉଁସି ଦଉଛନ୍ତି। ଆହା, ଆପଣ ବ୍ରାହ୍ମଣ ଲୋକ, ଆପଣ ମୋ ପୁରକୁ ଆସିଲେ, ମୋ ପୁର ଧନ୍ୟ ହେଲା, ପବିତ୍ର ହେଇଗଲା। ଟିକେ ମୁଁ ଜାଣିପାରିଲିନି ଆପଣ ଆସୁଛନ୍ତି ବୋଲି। ମୁଁ ଆପଣଙ୍କର କେତେ ସ୍ୱାଗତ କରିଥାନ୍ତି, କେତେ ପ୍ରକାର ସେବା କରିଥାନ୍ତି, ଆପଣଙ୍କୁ ଜାଣିପାରିଲି ନା ଆପଣ ଆସୁଛନ୍ତି ବୋଲି। ଆହା, ଆପଣଙ୍କର ଏ କୋମଳ ପାଦ, ମୋର ଏ ପଥର ଠାରୁ କଠିନ ହୃଦୟ, ଏଥିରେ କେତେ ବାଧା ହେଇଥିବ ଆପଣ ପଦଟାକୁ ହୋ ପାଦଟାକୁ ଆଉଁସି ଦଉଛନ୍ତି। ଇ କଥା କିଏ କରିବ? ଗୋଇଠା ମାଡ଼ ଖାଇକି। କିନ୍ତୁ ଭକ୍ତ ଅବମାନନା ସହନ୍ତି ନା, সেই ভক্ত বৎসল ভগবান, তাই অসহ্য হয়, বিষ্ণু চক্র অপমান হয়। সে কথা মনে ଅଛି ଦୁର୍ବାସା ମୁନିଙ୍କର, ଅମ୍ବରୀଶ ମହାରାଜଙ୍କର ଅବମାନନା। ତେଣୁକରି ଆରେ ଆରେ ପାଣ୍ଡବ ମାନେ ବୈଷ୍ଣବରୀ, ଚାଲ ଚାଲ ପଳି ଚାଲ ପଳି ଚାଲ ପଳି ଚାଲ, ଧାଇକିରି ପଳି ଚାଲୁଥିଲେ, ଆଉ ଫେରୁନାହାନ୍ତି। ଦିନମଣି ଅବସାନ ହବାକୁ ବସିଲେଣି, କୁଆଡେ ଗଲେ ଅତିଥି? କାହିଁ ଆସୁନାହାନ୍ତି? ସନ୍ଧ୍ୟା ହେଇଯିବ, ଅତିଥି ଚର୍ଚ୍ଚା ହେଇପାରିଲା ନା। ଯୁଧିଷ୍ଠିର ମହାଭାରଣୀ ପଡ଼ିଲେ, ଆରେ ଦେଖ 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 ଦେଖ, କଣ ଦେଖିଲେ? ଧାଇକି ପହଞ୍ଚୁଛି। ଯସ୍ମିନ୍ ତୁଷ୍ଟେ ଜଗତୁଷ୍ଟ, ଯୋଉ କୃଷ୍ଣ ସନ୍ତୁଷ୍ଟ ହେଲେ ସମଗ୍ର ଜଗତ ସନ୍ତୁଷ୍ଟ ହେଇଯାଏ। ଏ ହଉଛି ଆମର ସ୍ୱତଃସିଦ୍ଧ କଥା। ତେଣୁ ତାଙ୍କର ସନ୍ତୋଷ ବିଧାନ ହିଁ ଆମର ଏକମାତ୍ର କାମ୍ୟ, ଏକମାତ୍ର ଦରକାର ଅଛି। ଆଉ
ତାଙ୍କର ସନ୍ତୋଷ ଶୁଦ୍ଧ ପ୍ରେମ ବା ଭକ୍ତିରେ କେବଳ। ସେଥିପାଇଁ ବିଶେଷ କିଛି ଆବଶ୍ୟକତା ତୁମର ନାହିଁ। ଯଦି କିଛି ଅଛି, ଯାହା କିଛି ଅଛି ସବୁ ତାଙ୍କର ସେବାରେ ଲଗାଅ। ହଁ, ସବୁ ଲଗାଅ ତାଙ୍କର ସେବାରେ, କାରଣ ସବୁ ତାଙ୍କର ଜିନିଷ। ତୁମର କୋଉ ଜିନିଷ ଅଛି କହିଲ ଦେଖି, କହିଲ ଗୋଟାଏ ଏଇ ଜିନିଷଟା ମୋର, କହିପାରିବ ତୁମର କୋଉଟାଏ ଜିନିଷ? ଏପରି କିଛି ଜିନିଷ ନାହିଁ ଯାହାକୁ ତୁମେ କହିବ ଏଇଟା ମୋର ବୋଲି ଅଛି। ସବୁ ତ ତାଙ୍କ ଈଶାବାସ୍ୟଂ ଇଦଂ ସର୍ବଂ, ଈଶୋପନିଷଦ ପ୍ରଥମ ମନ୍ତ୍ରରେ କୁହାଯାଉଛି ସବୁ ଈଶ୍ୱରଙ୍କର, ସବୁ ଭଗବାନଙ୍କର। ସେ ତ ସୃଷ୍ଟିର ଉତ୍ସ, ସବୁ ତାଙ୍କର ବস্তୁ। ତୁମର কি ଅଛି? আমার বলিতে প্রভু আর কিছু না, আমার কহিবার কিছু জিনিস ওইটি নাই। আমি তো তাঙ্কর না, তুমি তোমার নাই, আমি তাঙ্কর, আমি তাঙ্কর দাস। কৃষ্ণ নিত্য প্রভু, জীব নিত্য দাস। সে আমার নিত্য প্রভু, আমি তাঙ্কর নিত্য দাস। তাঙ্কর সেবা আমার একমাত্রই ধন্দা, আমার ধন্দা কিছু ନାହିଁ। এই হচ্ছে আমার কথাটা। যে ଯୋଉ ପରିସ୍ଥିତିରେ ଯୋଉ ଭାବରେ ଯେପରି ଭାବରେ ଅଛି, ଭଗବାନ ତାକୁ ଯେପରି ଭାବରେ ଯେମିତି ଯାହା ଦେଇଛନ୍ତି, ସେଇ ପରିସ୍ଥିତିରେ ସେଇ ଭାବରେ ରହିକରି ସେ ସେବା କରିପାରିବ। କିଛି ଅସୁବିଧା ନାହିଁ, କୌଣସି ଅସୁବିଧା ନାହିଁ। ଅସଲ ତୁମର ଶୁଦ୍ଧ ଭାବ ହିଁ ଦରକାର, ଆଉ କିଛି ଦରକାର। ସବୁ ତାଙ୍କର ସେବା ଲଗାଅ, ଦେଖ ସେ କିପରି ସନ୍ତୁଷ୍ଟ ହଉଛନ୍ତି। କୃଷ୍ଣଙ୍କୁ ଦେଲେ କିଛି ସରିଯାଏ ନା। କୃଷ୍ଣ କାହାରି ଋଣୀ ହୁଅନ୍ତି ନା, ହଜାର ଗୁଣରେ ସେ ଫେରାନ୍ତି। ସେ କାହାରି ଋଣୀ ହୁଅନ୍ତି ନା, ତାହା ହେଉଛି ବୈଶିଷ୍ଟ୍ୟ ତାଙ୍କର। ଏ କଥା ଯିଏ ଜାଣିଛନ୍ତି ସେ କାହିଁକି କୃପଣ ହେବେ ଦବା ପାଇଁ? କ୍ୟା କୃପଣ ହେବେ? କୃପଣତା କାହିଁକି? ଦେଖ ତାଙ୍କୁ ସବୁ କିଛି ଦିଅ, ଯାହା ତୁମର ଅଛି ତୁମେ ନିଜକୁ ଦେଇଦିଅ ତାଙ୍କୁ। ହଁ, তুমি তো তাঙ্কর, তুমি নিজকে সমর্পণ করো। তাই তো আমার কাম, সর্বধর্মান পরিত্যাজ্য মামেকং শরণং ব্রজ। তাই তো গীতার সিদ্ধান্ত, শেষ কথাটা। হ্যাঁ, আমি তাঙ্ক নিত্য দাস, সে আমার নিত্য প্রভু। তেণু আমি যে তাঙ্কর পদারবিন্দ নিজকে সম্পূর্ণ উৎসর্গ করিপারিবা। ଯାହା କିଛି ଆମକୁ କୃଷ୍ଣ କୃପାରୁ ମିଳିଛି ସବୁକୁ ତାଙ୍କୁ ସେବା ଲଗେଇ ପାରିବା। ତାହେଲେ ଦେଖ କଣ ହଉଛି, ସେ କିପରି ଆନନ୍ଦ ପାଉଛନ୍ତି, ସେ କିପରି ସନ୍ତୁଷ୍ଟ ହଉଛନ୍ତି, ତୁମେ କିପରି ଆନନ୍ଦ ପାଉଛ। ଦେଖ ଏଇଥିରେ ଅଛି ଆନନ୍ଦ, ଏଇଥିରେ ଅଛି ପ୍ରକୃତ ସୁଖ ଆନନ୍ଦ। ଦୁଃଖ କାରଣ ଆମେ ତାଙ୍କୁ ଦଉନୁ ବୋଲି, ଆମେ ତାଙ୍କ ସେବା କରୁନୁ ବୋଲି, ଆମେ ସବୁ ମୁଁ ମୋର ଆମର ଆମର କରୁଛୁ ବୋଲି ଏ ହେଲା ଦୁଃଖ। ଏ ଦୁଃଖର ମୂଳ କାରଣ, ଅନ୍ୟ କାରଣ କିଛି ନାହିଁ। କୃଷ୍ଣର ଜିନିଷକୁ ଆମେ ମୋର କହୁଛେ, ଆମେ ତାକୁ ଉପଭୋଗ କରିବାକୁ ଚାହୁଁଛେ, ତେଣୁ ଆମେ ଅପରାଧ କରୁଛେ। ଅନ୍ୟ ଜିନିଷକୁ ମୋର କହିବା ମାନେ ଯିଏ କରେ ସେ ଚୋର হয়। ଗୀତାରେ କହିଲେ ସ୍ତେନ ଏ ବସ, ହି ଯେ ଥିପ, ସେ ଚୋର। ସମସ୍ତେ ଚୋର, ସମସ୍ତେ କହୁଛେ ମୋର। ଅଥ ଗୃହ କ୍ଷେତ୍ର ସୁତାତ୍ମବିତି ଜନସ୍ୟ ମୋହଂ ଅହଂ ମମେତି, ଅହଂ ମମେତି, ମୁଁ ମୋର। ଏ ହଉଛି ମୋହ। ଗୃହ କ୍ଷେତ୍ର ସୁତ ଆତ୍ମ ବିତ, ସବୁ ତ ମୋର କହୁଛେ ଆମେ। ଆଉ କିଏ ନାଗପୁରରେ ସେ ଘର କାହାର? ଏ ପୁନା ନାଗ আমার ঘর, আমার ঘর। আচ্ছা, ये सुतकार हमार सुत हमार बेटा है, नाना करो बेटा। गृह मोर, ये क्षेत्र जमीन है सब हमार। गृह क्षेत्र सुत आप्त ये क्या है, सब हमार बंधु बांधव बीत धन संपद सब तो हमारा अवकार। जनस्य मोहयं अहम ममेति, ଅହଂ ମମେତି, ମୁଁ ଆଉ ମୋର। ଏ ହଉଛି ମୋହ। ବୁଝୁଛ, ଏଇ ମୋହ ଯୋଗୁ ଆମେ ଦୁଃଖ ପାଉଛେ। ଏଇ ମୋହର ଭଞ୍ଜନ ହେଇଛି ଗୀତାରେ।
अर्जुन कहते मोर भाई मोर बंधु मोर कुटुंब एंको मारिबी केमती एइथुरु गीतावाणी आरंभ होइछि पिता शिक्षा देले विश्वरूप देखेले हाँ सब करके अर्जुन बुझीदेला जे आमार बलिते किछु ना मोर कहिबार किछि जिनिस नाही सबई तांकर मु तांकर नष्ट मोह शुणुतिल द्वात प्रसादात् मयाच्युत स्थितस्मि गत संदेह करिष्ये वचनं तव ए शेष कोई कथा अर्जुन कहे हे अच्युत आपनका कृपारु मोर मोह नष्ट हेई गला हाँ मुझे मु मोर कहूली एटा मोह नष्ट हो गला नष्ट मोह स्मृति लब्धा भूली जाइली जोटा नित्य मु नित्य दास आपन नित्य प्रभु कृष्ण सहित आम नित्य संबंध अच्छी कृष्ण जी मुख्य संबंध एकमात्र संबंध से तो संबंधे संबंध आमार अरे से तो संबंधे संबंध आमार से संबंध संबंधित हवाई उचित ताकू छाड़ी आम आम संबंध नाना प्रकार करुचे पिता पुत्र संबंध पति पत्नी संबंध बंधु बांधव संबंध हाँ प्रभु भृत्य संबंध अपरापर संबंध ए संबंध कर बसचे आम कहूनी कृष्ण संबंध ए संबंध तुमको दुख दौची 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 दब 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 निश्चित ही दौची आ निश्चित ही दब कहीं कृष्ण संबंध संबंधित ही ना तुम्हें दुख कारण तेणु अर्जुन से सुख कथा कहे नष्ट मोह लब्धा प्रसादात् मयाच्युत स्थितस्मि गत संदेह जेते संदेह थिला सब दूर हो गला करी से वचन तब वर्तमान आपण कथा करिबे युद्ध करी मारिबे मारला आनंद देला कृष्ण को एवं सब किसी पाइला जत्र जोगेश्वर कृष्ण जत्र पार्थधन जत्र श्री विजय भूति ध्रुवा नीतिर्मतिर्मम ए शेष कथा सुनी देले संजय धृतराष्ट्र हाँ सब पाइले विजय से माने विजयी हेले लक्ष्मी सेठी गले श्री विजय भूति ऐश्वर्य सेठी रही ध्रुवा नीति समस्त सदगुण सब रहा तुम पक्षे कि ना धृतराष्ट्र कृष्ण जोठी सेठी सब इटाई कथा तेणु मु बेस कह ना तुम काम कर ये हूँ आमर कथा एकमात्र संबंध होती कृष्ण कृष्ण संबंध आम समस्ते संबंधित हवाई उचित ये बड़ तात्पर्यपूर्ण कथा एक साधारण लोक बुझी पार ना कृष्ण संबंध आम कि संबंध हवा से कहबी तेरे ता कहवा पूर्वर जो माने भक्त महाजन साधु महाजन जो माने भगवान को जानती भक्त ही भगवान को जाने आ कि भगवान को जानी पारे ना हूँ प्रकाश सर्वस्व जोग माया समावृत मूढ़ नाभि जाना एक कथा भगवान कहते गीतार मूढ़ मूर्ख लोक मत जापर ना जोग माया द्वारा समावृत होइछे हाँ सबुठारे मु प्रकाशित हुए ना केवल भक्त पाखरे से प्रकाशित होता भक्त तांको जानी पारे भक्त पाखरे निजक लुचई छपई से पारंती ना हाँ स्तंभरे भक्त प्रहलाद महाराज देखले ता बापटा देखी पाला नहीं ना त्रिपुर विजयी हिरण्यकशिपु हाँ नृसिंह देव बाहरले ना तेणु भक्तर चक्षु एपरी तस्याम न प्रणश्यामी शौच में न प्रणश्यति ये गीतार कहते से मोर दृष्टि अंतराल न थाए ना मु तार दृष्टि अंतराल न थाए से भक्त मते देखु थाए मु तांको देखु थाए भक्त जहां जहां नेत्र पड़े तहां कृष्ण स्फुरे एपरी भक्तर चक्षु हाँ जो ठीक चाहूचे से तो कृष्ण देखी बसे सेमतिया चक्षु पाई प्रेमांजन छुरित भक्ति विलोचनेन संत सदैव हृदयेषु विलोकयन्ति जस्याम सुंदरं अचिन्त्य गुण स्वरूपं गोविंदं आदि पुरुषं तमहं भजामि ये कथा ब्रह्म संगीतार पास ये चक्षु भक्ति चक्षु प्रेमांजन छुरित कृष्ण प्रेम रूप को लगे आखिरे भक्ति चक्षु जे लाभ करी से अंतर्बहित से सुंदर श्याम सुंदर रूप को देखुची हाँ भीतर देखुची बाहर ही देखुची सर्वत्र ही देखुची से ए चक्षु नहीं तो तुम्हें कृष्ण दर्शन करी पारिबो ना से प्रेम चक्षु प्रेमांजन छुरित भक्ति चक्षु दरकार तेणु भक्त ही देखुची भक्त ही जानुची भक्त पाखरे प्रकाशित होती ना हूँ प्रकाश सर्वस्व ଆଉ କୋଉଠି ସେ ପ୍ରକାଶିତ ହଉନାହାନ୍ତି ଯଦିଓ ସେ ସର୍ବତ୍ର ବିଦ୍ୟମାନ ଅଛନ୍ତି ତୁମର ଭକ୍ତି ଚକ୍ଷୁ ନଥିଲେ ତୁମେ ଭକ୍ତ ନ ହେଇଥିଲେ ତୁମେ ତାଙ୍କୁ କଦାପି ଦେଖି ପାରିବ ନା
ବୁଝିପାରିଲେ? ତେଣୁ ଭକ୍ତ ହିଁ ଭଗବାନଙ୍କୁ ଦେଖୁଛି, ଭକ୍ତ ହିଁ ଭଗବାନଙ୍କୁ ଜାଣୁଛି, ଭକ୍ତ ପାଖରେ ଭଗବାନ ପ୍ରକାଶିତ ହଉଛନ୍ତି, ଆଉ ଭକ୍ତ ହିଁ ସେ ତତ୍ତ୍ୱ ପରିବେଷଣ କରୁଛି। ତେଣୁ ସାଧୁ ମହାଜନ, ଭକ୍ତ ମହାଜନ ଯୋଉମାନେ, ସେମାନେ ଯୋଉ କଥା ହିଁ କହିଛନ୍ତି, ସେ କଥାଟା ଆମକୁ ମାନି ନେବା ପାଇଁ ପଡିବ। আমার বলিতে প্রভু আর কিছু নাই, আমার বলিতে প্রভু আর কিছু নাই, তুমি আমার মাত্র পিতা বন্ধু ভাই, তুমি আমার মাত্র পিতা বন্ধু ভাই, বন্ধু দ্বারা সুত সুতা তব দাসী দাস, বন্ধু দ্বারা সুতা সুতা তব দাসী দাস, সেই তো সম্বন্ধে সবে আমার প্রয়াস, সেই তো সম্বন্ধে সবে আমার প্রয়াস, ধন জন গৃহ দ্বার তোমার বলিয়া, ধন জন গৃহ দ্বার তোমার বলিয়া, রক্ষা করি আমি মাত্র সেবক হইয়া, রক্ষা করি আমি মাত্র সেবক হইয়া, তোমার কার্যরি তবে উপাজীব ধন, তোমার কার্যরে তবে উপাজীব ধন, তোমার সংসার বেয় করিব বহন, তোমার সংসার বেয় করিব বহন, ভালো মন্দ নাহি জানি সেবা মাত্র করি, ভালো মন্দ নাহি জানি সেবা মাত্র করি, তোমার সংসারে আমি বিষয় প্রহরী, তোমার সংসারে আমি বিষয় প্রহরী, তোমার ইচ্ছায় মোর ইন্দ্রিয় চালনা, তোমার ইচ্ছায় মোর ইন্দ্রিয় চালনা, শ্রবণ দর্শন ঘ্রাণ ভোজন বাসনা, শ্রবণ দর্শন ঘ্রাণ ভোজন বাসনা, নিজ সুখ লাগি কিছু নাহি করি আরো, নিজ সুখ লাগি কিছু নাহি করি আরো, ভক্তি বিনোদ বলে তব সুখ সারো, ভক্তি বিনোদ বলে তব সুখ সারো। এ হচ্ছে শ্রীল ভক্তি বিনোদ ঠাকুর রচিত একটা সুন্দর সঙ্গীত, ଯେଉଁଥିରେ ସମସ୍ତ ବୈଦିକ ତତ୍ତ୍ୱ খুব সুন্দর ভাবে এ ক্ষুদ্র সঙ্গীতের সে দিয়ে দিয়েছে। আমার বলিতে প্রভু আর কিছু না, তুমি আমার মাত্র পিতা বন্ধু ভাই, তাই জানো সে পিতা সে বন্ধু সে ভাই সে কৃষ্ণ, সর্বজনীষু কৌন্তৈয় মূর্তৈয় সম্ভবন্তি যা তাসাম ব্রহ্ম মহজ্জনী অহম বীজপ্রদ পিতা, এ তো କହିଛନ୍ତି জানো, যেতে জীবজনী যেতে প্রকাশ যাহা କିଛି ଅଛି ସବୁର ମୁଁ ହେଉଛି ବୀଜପ୍ରଦ ପିତା, ଅହଂ ସର୍ବସ୍ୟ ପ୍ରଭବ ମତ ସର୍ବଂ ପ୍ରବର୍ତ୍ତତେ, ଏ ତ ଭୁରି ଭୁରି କଥା। তুমি আমার পিতা বন্ধু ভাই, সেসব সর্বভূতানাং
সে বন্ধু, একমাত্র মঙ্গলাকাঙ্ক্ষী বন্ধু। সে পিতা, সে বন্ধু, সে ভাই, সে সবু গোটে সম্বন্ধ, কৃষ্ণ সম্বন্ধ। বন্ধু দ্বারা সুত সুতা তব দাসী দাস, সেই তো সম্বন্ধে সবে আমার প্রয়াস। আমার যাহাকে আমি বন্ধু বলি কହୁଛେ, দ্বারা ଭାର୍ଯ୍ୟା କହୁଛେ, ପୁଅ କହୁଛେ, ଝିଅ କହୁଛେ, ଯାହା କିଛି କହୁଛେ ଆମ ସମ୍ବନ୍ଧରେ ଆମେ, ସେ ସବୁ ତାଙ୍କ ଦାସ ଆଉ ଦାସୀ। ତବ ଦାସୀ ଦାସ, ସେ ପ୍ରଭୁ ସମସ୍ତେ ତାଙ୍କର ଦାସୀ ଦାସ। সেই তো সম্বন্ধে সবে আমার প্রয়াস। তেমন এই গোটে সম্বন্ধ, কৃষ্ণ সম্বন্ধ। কার ঘর কেউ? আমার ঘর। কার ঘর? কৃষ্ণ ঘর। কেউ ये कार घर? आज्ञा ये कृष्णकर घर, कृष्णकर घर। ये परिवार कार? आज्ञा कृष्णकर। से परिवार कृष्णकर। तांकर घर, तांकर धन, तांकर संपत्ति, से मालिक तांकर ये परिवार। पुओ झिओ भाई बंधु कुटुंब भाज्या जाई जा सब तांकर दास दासी। तुम्हें के? तुम्हें के? आमी तांकर दास। हाँ? मु तांकर दास। मते तांकर ये घर परिचालना भार से देइछन्ति। रक्षा करी आमी मात्र सेवक होइना। ताई कहला धन धन ग्रह द्वारा तोमार बोलिया रक्षा करी आमी मात्र सेवक होइना। जा जाति बात हां मु तांकर सेवक है कि रक्षा करछि। हां सब तांकर तांकर परिवार, तांकर धन, तांकर जन, तांकर सबई मु तांकर सेवक आ मुख्य सेवक। तेणु मो उपरे तांको परिवार परिचालनार दायित्व मो उपरे मो मुंडरे से देइछन्ति। मु रक्षा करछि। हां कबुल पाछु जेपरी आमे उदाहरण देखिबा, जेपरी रामायण देखिबा। राम गले वनवास कले पितृ सत्य पालन। भरत राजा हेले किंतु भरत राजा हेले मु रामकर सेवक। मु तांकर सेवा ही करी। मोर सिंहासन बसिबार अधिकार नहीं। सिंहासन राम कर, राज्य राम कर। हाँ से बसिले ना, से गले फेरे आनिया पे हमको फेरिबे ना, राम फेरिबे ना। या आदेश होइछि से आदेश हम पालन करिबा। से तुमर मंगल हमर मंगल, से विचार जोड़िबार किछि ना। भरतु कहले देखो गुरुजनकर आदेश आज्ञा को निर्विचार रे ग्रहण करा जाए, तो विचार के जोड़ा जाए। तेणु सर के विचार जोड़ा तुम्हें शासन कर मु बन को जीवी तो आदेश हम पालन कले तुम मंगल आम मंगल से आसले। तेणु भरत कहले ठीक अच्छे आपणकर राज्य आपण से सिंहासन बसवे। मोर राज्य नु कि मोर सिंहासन बसवा अधिकार नहीं। मुझे दास, मुझे सेवा ही करी। तेणु आपणकर कर्तव्य तो जे प्रतीक रूप में मुझे सिंहासन बसैबी। आप दास सूत्रे मु आपण राज्य शासन करी। से कले नहीं सिंहासन राम को कठोर को बसैले। राजा के ना राम शासन राम करचंती। तांकर आदेश रे मु शासन कार्य बुझुछि। मु तांकर दास। ए होछि हम कथा। तद्रूप भाव रे घर का घर तो कृष्ण परिवार कृष्ण से सिंहासन रे बसुन मु तांकर दास। तांकर आज्ञा रे तांकर ये संसार परिचालन करुछि। जेपरि भरत राज्य परिचालन तद्रूप ए हला भाव आम कहबानी मोर सेठी हला भूल, सेठी हला अपराध। এই अपराध सब दंड भोगवा पड़े दंडित हो आम मोर कह कृष्ण कहूने कौन बुझे। हूँ से तो सम्बन्धे सम्बन्ध आमार से तो सम्बन्धे सब आमार प्रयास। धन धनग्रद्वार तुम्हार बलिया रक्षा करी आम मात्र सेवक विषय सकल सकली माधव। ताई कह विषय एकमात्र माधव आउ किए विषय। हाँ आमे कहते जार जगह बाड़ी धन संपत्ति अच्छी से विषयी लोग नहीं बहुत विषय अच्छी नहीं किंतु
ବିଷୟ ସକଲ ସକଲି ମାଧବ। ମାଧବ ହିଁ ଏକମାତ୍ର ବିଷୟ, ତାଙ୍କର ତ ସବୁ ବିଷୟ, ଆଉ କାହା ନାଇଁ। ଇଟା ହଉଛି ଆମର କଥାଟା। ଆମେ କହୁଛେ ଆମକୁ ବିଷୟ, ସେଇଟା ହେଲା ଅପରାଧ, ସେଇଟା ହେଲା ଆମର ଭ୍ରମ, ସେଇଟା ହେଲା ଭୁଲ, ସେଇଟା ହେଲା ଅପରାଧ ଆଉ ଦୋଷ। ଆମର ସେଇ ଦୋଷ ଯୋଗୁଁ ଆମେ ଦଣ୍ଡିତ ହଉଛେ। ଦଣ୍ଡର একমাত্র কারণ এইটা, দুঃখর একমাত্র কারণ এইটা। আমি কৃষ্ণঙ্কর বলি কহুনি, তাঙ্কর জিনিসকু আমি মোর কହୁଛେ, আমার কହୁଛେ। এইটি যোগুଁ আমি দণ্ডিত হচ্ছে। এই হচ্ছে দণ্ডর কারণ। হ্যাঁ, তোমার কার্যের তবে উপার্জিব ধন, তোমার সংসার ব্যয় করিব বহন। যে গৃহস্থ, যে পরিবার সম্ভালুଛନ୍ତି, হ্যাঁ, সে ধন ରୋଜଗାର କରିବେ ପରିବାରର ବ୍ୟୟ ବହନ କରିବା ପାଇଁ, ତାଙ୍କୁ ଧନ ରୋଜଗାର କରିବା ପାଇଁ ପଡିବ। ବ୍ରହ୍ମଚାରୀ, ବାନପ୍ରସ୍ଥୀ, ସନ୍ନ୍ୟାସୀ ଏମାନେ ଧନ ରୋଜଗାର କରନ୍ତି ନା, ଏମାନେ ଧନ ରୋଜଗାର କରନ୍ତି ନା, ଗୃହସ୍ଥ ହିଁ ଧନ ରୋଜଗାର କରିବ। ବ୍ରହ୍ମଚାରୀ, ବାନପ୍ରସ୍ଥୀ, ସନ୍ନ୍ୟାସୀ କୁ ବା ତାଙ୍କର ସେବା ଗୃହସ୍ଥ ହିଁ କରିବ। ଯାହା ତାଙ୍କର ଦରକାର ସେ ଗୃହସ୍ଥ ଦ୍ୱାରକୁ ଆସିବେ, ଗୃହସ୍ଥ ତାଙ୍କର ସେବା ହିଁ କରିବ। ଏ ହଉଛି ଆମର ବେଦ ବିଧାନ, ଏ ହଉଛି ବେଦ ବିଧାନ। ସେମାନେ ଧନ ରୋଜଗାର କରନ୍ତି ନା, ଗୃହସ୍ଥ ହିଁ କରିବ। এইটা হচ্ছে কথা। আর ধন রোজগার করিকি সে ধন কন করিব, কৃষ্ণ সংসার ব্যবহার করিব। কৃষ্ণ সংসার ব্যবহার করা পাই তুমি সাধু উপায়ের ধন রোজগার কর এবং তাঙ্ক সংসার ব্যবহার কর, কিছু অসুবিধা হব না। এইসব কথা আমার ভালো মন্দ নাই জানি সেবা মাত্র করি, তোমার সংসারে আমি বিষয় উপরে হই। তুমি ভাল করছি কি মন্দ করছি সে বিচার করা মোর কিছু আবশ্যকতা নাই। ମୁଁ ଆପଣଙ୍କ ସେବା ହିଁ କରୁଛି। ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରଞ୍ଜୀବନ୍ତି। ଆରେ ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କ୍ରିୟା କରିବେ ବାପା, ସେ ଆଖିରେ ଅନେଇକିରି ଖାଇଦେବେ, ବୁଝିପାରୁଛ? ଇକ୍ଷଣ କରିକିରି ଖାଇଦେଲେ। ହାତ ଲଗେଇ ପାଟି ଲଗେଇବା ଦରକାର ତାଙ୍କର, କାହିଁକିନା ଯେକୌଣସି ଇନ୍ଦ୍ରିୟ ସାହାଯ୍ୟରେ ଯେକୌଣସି କ୍ରିୟା କରିପାରିବେ। ଅଙ୍ଗାନି ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି, ଯେତେ କଥା, କାରଣ ସେ ଭଗବାନ চোখা চোখা ক্ষীরে ভগবান, সে জগন্নাথ চাইছেন ভোগ মণ্ডপরে কেতে ভোগ রହୁଛି, ସେ ଚାହିଁକି ସବୁ ଖାଇଦେଲେ। ଆଚ୍ଛା ଖାଇଦେଲେ, ତାହେଲେ ତ ପାତ୍ର ଗୁଡାକ ସବୁ ଖାଲି ହେଇଯିବ। ହୋ ଏତ ଖାଲି ହଉନା, ଠିକ ରହିଛି ସେମିତି ଖାଇଲେ। ଆରେ ବାପା, ସେ ଖାଉଛନ୍ତି କିନ୍ତୁ କୃପା ଭରି ଦଉଛନ୍ତି ମୋର ସେବକ ମାନଙ୍କ ପାଇଁ, କୃପା ଭରିଦେଲେ। ତେଣୁ ସେ ପାତ୍ର ସବୁ ଭରପୁର ହେଇଛି, ହେଲା ପ୍ରସାଦ। ତା ନାଁ ହେଇଗଲା ପ୍ରସାଦ, ତାପରେ ମହାପ୍ରସାଦ। ତାକୁ ଅନ୍ୟ କଥା କୁହାଯିବ ନା, କାରଣ ସେ ଜଗନ୍ନାଥଙ୍କ ପ୍ରସାଦ, ଜଗନ୍ନାଥଙ୍କ କୃପା, ଗୋପାଳର ପ୍ରସାଦ, ଗୋପାଳର କୃପା। ଏଇଟା ଇଏ ହଉଛି ତତ୍ଵ ଆମର। ଇ ଭାବରେ ଗ୍ରହଣ କରାଯାଏ। ମହାପ୍ରସାଦ ଗୋବିନ୍ଦେ ନାମଦମ ଭଣି ବୈଷ୍ଣବ। ତାକୁ ଯଦି ଅନ୍ୟ ଭାବରେ ଗ୍ରହଣ କରିନେବ, ପ୍ରାକୃତ ବିଚାର ଯୋଡ଼ିଦେବ, ତାହେଲେ ତ ଅପରାଧ। ତା କରାଯାଏ। ଏଇ ହେଲା ଭାବ। ପ୍ରତ୍ୟେକ କ୍ଷଣ, ପ୍ରତି କାର୍ଯ୍ୟରେ, প্রত্যেক ক্রিয়ারই সে ভগবত সম্বন্ধ, সব ভগবানকে সম্বন্ধ। এই তো সম্বন্ধে সম্বন্ধ আমার, এইটাই করা যাও। ইট ইজ প্র্যাকটিক্যাল, পুরাপুরি বাস্তব। তোমার দৈনন্দিন জীবনের এক আচরণ করো, দেখো কেমতি হচ্ছে। তাই আমি করুন, আমার জ্ঞান নাই, আমার অনুভব নাই, আমার কিছু নাই। আমি মূর্খ, আমি অজ্ঞ, আমি মোহগ্রস্ত, আমি সব আমার আমার কହୁছে। সব ইন্দ্রিয়ারাম হইছে আমি, সব ইন্দ্রিয়র বশবর্তী হইছে আমি। আমার শরীরের প্রীতি, ইন্দ্রিয়র প্রীতি পাই আমি সব কাম করছি, কৃষ্ণ প্রীতি পাই। এথিযোগু আমি দণ্ডিত হচ্ছে, আমি দণ্ড পাচ্ছি, আমি দুঃখ পাচ্ছি। দুঃখালୟରେ ମାୟାକୃତ କାରାଗାରରେ ପଡିକିରି, ବନ୍ଦୀଶାଳାରେ ପଡିକିରି ବନ୍ଦୀ ହେଇକିରି ଛାତ ଖାଉଛ ମାୟା, ମାୟା ଛାତ ଲଗାଉଛି। ଏଇ ହେଲା କାରଣ। ଯେତେବେଳେ କୃଷ୍ଣ ଚେତନା ଜାଗ୍ରତ ହବ, ତାଙ୍କ ଚେତନାରେ ସବୁ କ୍ରିୟା କରିବ, ସେତେବେଳେ ମାମେ ବଜେଇ ପ୍ରବର୍ତ୍ତନ୍ତି ମାୟାମୀ ତାନ୍ତରନ୍ତି। ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ଶରଣତ୍ୱ ଆଚରଣ କରିବ, ମାୟାର ଦ୍ୱାର ଖୋଲିଯିବ, ବନ୍ଦୀଶାଳାର ଦ୍ୱାର ଖୋଲିଯିବ। ଯା ବାପା ଚାଲ ଯା, ଚାଲ ଯା, তোর বন্দী ଆଉ ନାହିଁ, ତୁ ବନ୍ଦା ବନ୍ଦୀ ମୁକ୍ତ ହେଇ। ତାରି କଥାଟା। ତେଣୁ ନିଜ ସୁଖ ଲାଗି কিছু ନାହିଁ କରିବା, ভকতি বিনোদ বলে তব সুখ সার। ତେଣୁ ନିଜର ଇନ୍ଦ୍ର ପ୍ରୀତି, ନିଜର ସୁଖ ପାଇଁ କିଛି କରିବା ନାହିଁ। ତାର ସୁଖ, ଗୋପାଳର, ଗୋବିନ୍ଦର, ଜଗନ୍ନାଥଙ୍କର ସୁଖ, ତାଙ୍କର ପ୍ରୀତି ବିଧାନ ପାଇଁ ସବୁ କିଛି କରାଯିବା ଉଚିତ। ତବ ସୁଖ ସାର। ତାହେଲେ ଦେଖ ଏଇ ପ୍ରକୃତ ସୁଖ କେମିତି ମିଳୁଛି,
ପ୍ରକୃତ ଆନନ୍ଦ କିପରି ମିଳୁଛି ଆଉ ସେ କଣ ଦଉଛି କେମିତି ଭାବରେ ଦଉଛି। ସେଥିପାଇଁ ଲକ୍ଷ୍ମୀ ସଦସହସ୍ର ସମ୍ଭ୍ରମ ସେବ୍ୟମାନ ହଜାର ହଜାର ଲକ୍ଷ୍ମୀ ନାହାଙ୍କର ସେବାଇ କରୁଛନ୍ତି। ସେ କୃଷ୍ଣ, ସେ ଗୋପାଳ, ସେ ଗୋବିନ୍ଦ, ସେ ଜଗନ୍ନାଥ, ସେ ଗରିବ ନୁହନ୍ତି, ଦରିଦ୍ର ନୁହନ୍ତି। ନାରାୟଣ କେବେ ଦରିଦ୍ର ନୁହନ୍ତି। ଦରିଦ୍ର ନାରାୟଣ କହିବାଟା ହଉଛି ବୋଗସ। ଦରିଦ୍ର ଲୋକ ନାରାୟଣ ନୁହନ୍ତି କି ନାରାୟଣ ଦରିଦ୍ର, ବୁଝିବ। ତମେ କେବଳ ତାଙ୍କ ସେବା ପାଇଁ ଉନ୍ମୁଖ ହେଲେ ସେ ଦେବେ, କଣ ଦଉଛନ୍ତି ଦେଖ। ତା ନହେଲେ ହବ ଟିକେ ଯଦି ଅଳ୍ପ ସାମାନ୍ୟ ଭାବରେ ତୁମ ହୃଦୟରେ ନିଜର କିଛି ଭୋଗ କାମନା ରହିଯିବ, ତେବେ ସେ କିଛି ଦେବେ ନା। ଯାହା ଦେଇଛନ୍ତି ତାଇ ନଷ୍ଟ ହେଇଯିବ। ଏହି ସ୍ୱତଃସିଦ୍ଧ। ସବୁ ତାଙ୍କୁ ଦିଅ, ସବୁ ତାଙ୍କର ସେବା ଲଗାଅ, ଆଉ ଦେଖ ସେ ତୁମକୁ କେମିତି ପ୍ରତିଦାନ ଦଉଛି। ତା ହଉଛି କଥା, ବୁଝିପାରୁଛ। ଏଇ ସ୍ୱତଃସିଦ୍ଧ କଥା, କିଛି କଥା ହିଁ ଏ ହଉଛି ଆମର ଗୀତା, ଭାଗବତ ପ୍ରଭୃତି ସମସ୍ତ ଆମେ ଥାଇ କରୁ। ସେଇଥିପାଇଁ କିଛି ହବ ନାହିଁ, ସବୁ ଆମର ତୁ ଯାହା ଅଛି ଚାଲି ଯାଉଛି।